ମୋ ହିସାବରେ କହୁଛି ତୁମେ ଲାଇଫରେ ପାଠ ପଢ। ପାଠ ନ ପଢିଲେ କିଛି ହବନି। ମନେ ରଖିଥା ଭାଇ, ଯେହେତୁ ମାନେ ମୁଁ ବାହାରକୁ ଆସିଲି ମାନେ ମୁଁ ଦେଖୁଛି ପାଠ ନାହିଁ ମାନେ କିଛି ନାହିଁ। ତମେ ଯଦି ପାଠ ସାଠ ପଢି ନଥିବ ତାହେଲେ କୌଣସି ଜାଗାକୁ ଯିବ, ସେ ଫାଷ୍ଟ ପଚାରିବ ତମର କ୍ୱାଲିଫିକେସନ। କ୍ୱାଲିଫିକେସନ କଣ? ତମର ଏକ୍ସପିରିଏନ୍ସ ଅଛି? ତମେ କେତେ ବର୍ଷ ହେଲା କାମ କରିଛ? ନାଇଁ। କଣ ଜବାବ? ତମର ଏକ୍ସପିରିଏନ୍ସ ନାହିଁ, ତମର କ୍ୱାଲିଫିକେସନ ନାହିଁ, କଣ ତମକୁ? ଜୟ ଶ୍ରୀ ଜଗନ୍ନାଥ। ତ ସାଙ୍ଗମାନେ ସ୍ୱାଗତ କରିଛି ଆଜିର ଗୋଟେ ନୂଆ ଏପିସୋଡରେ। ତ ସାଙ୍ଗମାନେ ଆପଣ ମାନେ ଭାବୁଥିବେ ମୁଁ କଣ ଆଜି ଏମିତି ଭିଡିଓ ବନାଉଛି। ତ ସାଙ୍ଗମାନେ ମେନ୍ ରିଜନ ହେଲା, ଦେଖ କାଲି ମୁଁ ଡେରେ ଡ୍ୟୁଟି କରିଥିଲି, ପୁଣି ଫୁଲ ନାଇଟ୍ ମୁଁ ଡ୍ୟୁଟି କଲି। ତ ସାଙ୍ଗମାନେ 24 ଘଣ୍ଟା ମୁଁ ଡ୍ୟୁଟି କରିଛି। ତ ତାପରେ ଆଜି ମୋର ଛୁଟି ଅଛି। ତ ମୁଁ ଭାବିଲି ମାନେ ଯେତେବେଳେ ମତେ ଟାଇମ ମିଳୁଛି ସାଙ୍ଗମାନେ ମୁଁ ଭିଡିଓ ବନେଇବା ପାଇଁ ମୁଁ ଟାଇମ ବାହାର କରୁଛି। ତ ଦେଖ ମୁଁ ଡ୍ୟୁଟି କରୁଛି ମାନେ 12 ଘଣ୍ଟା, 13 ଘଣ୍ଟା, 14 ଘଣ୍ଟା, 15 ଘଣ୍ଟା, ତାର କିଛି ମାନେ ଗ୍ୟାରେଣ୍ଟି ନାହିଁ। ତ ଦେଖ ବାହାରେ ରହି କାମ କରୁଥିବା ମାନେ ଗୋଟେ ପୁଅର ଜୀବନ କେତେ କଷ୍ଟ ଆଉ କେତେ ଷ୍ଟ୍ରଗଲ, ମାନେ ବହୁତ କିଛି କଷ୍ଟ ସହିବାକୁ ପଡିଥାଏ। ତ ମୁଁ ସେଇ ବିଷୟରେ ଆପଣ ମାନଙ୍କୁ କହିବି ଯେ ଗୋଟେ ମିଡିଲ କ୍ଲାସ ପୁଅର ମାନେ ବାହାରେ ଜୀବନ କେମିତି କଟିଥାଏ। ତ ଭିଡିଓ ବନେଇବାର ମେନ୍ ରିଜନ ହେଲା ଏଇଟା ଯେ ଗୋଟେ ମିଡିଲ କ୍ଲାସ ପୁଅର ଜୀବନ କେମିତିକା, ସେ ବାହାରେ କେତେ କଷ୍ଟରେ କାମ କରୁଛି, ତା କାମ କେତେ କଷ୍ଟ, ସେ କେତେ ପଇସା ଇନକମ କରୁଛି, ସେ ସବୁ ବିଷୟରେ ମୁଁ ଆପଣଙ୍କୁ କହିବି। ତ ସାଙ୍ଗମାନେ ମୁଁ ବେଶୀ କିଛି ମାନେ କହିବା ପାଇଁ ଚାହୁଁନି। ମୁଁ ଏଇ ମାନେ ବେଶୀ ଲଙ୍ଗ ଭିଡିଓ ମୁଁ ବନେଇବିନି। ତ 5 ମିନିଟରୁ 6 ମିନିଟରେ ମୁଁ ଗୋଟେ ଭିଡିଓ ବନେଇବି, ସେ ବିଷୟରେ କହିବି ଯେ ଷ୍ଟାର୍ଟିଂରେ ମୁଁ କରିବି ମୋ ଲାଇଫରୁ। ମୁଁ ଭାବିଲି ଯଦି ମୁଁ ବାହାରେ ଆସି କାମ କରୁଛି, ତ ଦେଖ ମୁଁ ତ ବାହାରୁ ଏକା ଆସି ଓଡିଶାରେ କାମ କରୁନାହିଁ, ମାନେ ଓଡିଶାରୁ ଆସି ମୁଁ ବାହାରେ ଏକା କାମ କରୁନାହିଁ। ତ ବହୁତ ଲୋକ ଅଛନ୍ତି ନିଜ ଗାଁ ଛାଡି, ନିଜ ପରିବାର ଛାଡି ବାହାରେ ଆସି ଏମିତି କାମ କରୁଛନ୍ତି। ତ ମାନେ ମିଡିଲ କ୍ଲାସ ସବୁ ପୁଅ ପିଲାମାନଙ୍କ ଜୀବନ ହିଁ ଏମିତିକା। ତ ସେଥିପାଇଁ ମୁଁ ଭାବିଲି ଯେ ମୁଁ ଏତେ ଦୂରରୁ ଆସିକି ଏମିତି ମାନେ ଅନ୍ୟ ରାଜ୍ୟରେ ମୁଁ କାମ କରୁଛି କଣ ପାଇଁ? ପଇସା ପାଇଁ। ତ ଗୋଟେ କଥା ଭାଇ ନୋଟିସ କରିବ, ଆଜିକାଲିକା ଦୁନିଆରେ ପଇସା ହିଁ ସବୁ କିଛି। ଯଦି ତମ ପାଖରେ ପଇସା ନାହିଁ ନା, ତାହେଲେ ତମକୁ କେହି ବି ପଚାରିବେନି, ସିଏ ତମର ଯେତେ ବି ନିଜର ହେଉନା କାହିଁକି। କାହିଁକି ନା ସାଙ୍ଗମାନେ ଆଜିକାଲିକା ଦୁନିଆରେ ମନି ଇଜ ଏଭ୍ରିଥିଙ୍ଗ। ତ ସେଥିପାଇଁ ସାଙ୍ଗମାନେ ଏଇ କଥାଟା ମନ ଦେଇ ଶୁଣିବ। ଗୋଟେ ପୁଅକୁ ଇଜ୍ଜତ ସମସ୍ତେ ପଇସା ଦେଖି ଦେଇଥାନ୍ତି, କାହିଁକି ନା ଆଜିକାଲିକା ଦୁନିଆରେ ପଇସା ହିଁ ସବୁ କିଛି ଭାଇ, ସବୁ କିଛି। ଏଇଟା ନୁହେଁ କି ଯେ ଭାଇ ବହୁତ ଲୋକ ମତେ କହୁଛନ୍ତି ଯେ ଭାଇ ତୁମେ ପଇସାରେ ଖୁସି କିଣିପାରିବ। ଭାଇ ମାନୁଛି ମୁଁ ପଇସାରେ ଖୁସି କିଣି ପାରିବିନି, ବଟ ପଇସାରେ ମତେ ଯୋଉଟା ଦରକାର ମୁଁ ସେଇଟା କିଣିପାରିବି। ତ ଏଇ କଥାଟା ଭାଇ ମନେ ରଖିବ। ଆଉ ମୋ ଭିଡିଓ ମାନେ ବହୁତ ଲୋକଙ୍କୁ ଖରାପ ବି ଲାଗୁଥିବ, କାହିଁକି ନା ମୁଁ ରିଆଲିଟି କଥା କହୁଛି। ତ ସାଙ୍ଗମାନେ ଆଜିକାଲିକା ଦୁନିଆରେ ସତ କଥାକୁ କେହି ମାନେ ଇଏ କରୁନାହାନ୍ତି, ଠିକ ଅଛି ନା। ଆଜିକାଲି ମାନେ ସମସ୍ତେ ନ୍ୟାୟରେ କେହି ବି ଚାଲୁନାହାନ୍ତି, ଅନ୍ୟାୟରେ ସମସ୍ତେ ଚାଲୁଛନ୍ତି। ତ କଣ କରିବା ସାଙ୍ଗମାନେ, ଏଇଟା ହେଲା କଳିଯୁଗ, ଆଉ କଳିଯୁଗରେ ଏଇଟା ହିଁ ଲେଖା ଅଛି। ତ ସେଥିପାଇଁ ସାଙ୍ଗମାନେ ମୁଁ ବାହାରେ ମାନେ ବହୁତ କଷ୍ଟରେ କାମ କରୁଛି। ତ କଣ କରିବା ସାଙ୍ଗମାନେ, ଗୋଟେ ମିଡିଲ କ୍ଲାସ ପୁଅର ଜୀବନ ହିଁ ଏମିତିକା। ସିଏ ଚାହେଁ ଗୋଟେ ମିଡିଲ କ୍ଲାସ ପୁଅ ଯେ ଆମେ ଯେମିତି ବି ବାହାରେ ରହୁନା କାହିଁକି, ଆଉ ଆମେ ଯେତେ କଷ୍ଟରେ କାମ କରୁ କି ସେ ଯାହା ବି ହଉ, ଆମେ ଚାହୁଁ ଯେ ଆମର ସବୁଠୁ ବଡ ଖୁସି କଣ ଜାଣିଛ? ଆମ ଫ୍ୟାମିଲି ସବୁବେଳେ ଖୁସି ରହୁ, ଆଉ କିଛି ବି ନୁହେଁ। କାହିଁକି? ଆମେ ଜାଣିଛୁ ଯେ ଆମେ ବାହାରକୁ ଆସିଛୁ ପଇସା ଇନକମ କରିବା ପାଇଁ, ଆଉ ପଇସା ଇନକମ କରୁଛୁ ମାନେ ଭାଇ ବହୁତ କଷ୍ଟରେ। ଦେଖ ଯୋଉମାନେ ଆମେ ଗୋଟେ ପୋଜିସନରେ କାମ କରୁଥାଉ, କିନ୍ତୁ ଆମ ଉପର ପୋଜିସନରେ ଆଉ ଜଣେ ଥାଏ, ତା ଉପର ପୋଜିସନରେ ଆଉ ଜଣେ ଥାଏ। ତ ସେଇଟା ହେଲା କଥା। ତ ଆମ ଉପରେ ଯୋଉ ଜଣେ ଥିବ, ସେ ଯାହା ବି ମାନେ ମାନେ କଣ କାମ ହିସାବରେ ସେ ତାଙ୍କର ପୋଜିସନ ଥାନ୍ତି। ତ ସେମାନେ ଆମକୁ ବହୁତ କିଛି କଥା କୁହନ୍ତି ଯେ ତମେ ଏଇଟା କରୁଛ ସେଇଟା କରୁଛ। ତ ବେଳେ ବେଳେ ଭାଇ ମୁଁ ଚୁପ ରହିଯାଏ, କାହିଁକି ନା ତାଙ୍କର ଭାଇ ପୋଜିସନ ବଡ, ତ ସେମାନେ ମତେ କହିବେ ମୋର କାମ ଭଲ ଶୁଣିବା ପାଇଁ। ତ ମୁଁ ଶୁଣିଛି ବାଧ୍ୟରେ। ତ କଣ କରିବା ସାଙ୍ଗମାନେ, ଭାଇ ଯେତେ ମାନେ ଇଏ ହେଲେ ବି ମତେ ଶୁଣିବାକୁ ପଡିବ, କାହିଁକି ନା ମୁଁ ଆସିଛି ପଇସା ପାଇଁ। ମୁଁ କାମ କଲେ ସେମାନେ ମତେ ପଇସା ଦେବେ, ତ ସେଥିପାଇଁ ଆସିଛି ନା। ଯଦି ମୋ ପାଖରେ ପଇସା ଥାନ୍ତା ତାହେଲେ ତ ମୁଁ ଗାଁରେ ଥାନ୍ତି, ପୁରା ମଜା ମସ୍ତି କରିଥାନ୍ତି। ତ ମୋ ପାଖରେ ପଇସା ନାହିଁ, ମୁଁ ପଇସା ଇନକମ କରିବା ପାଇଁ ଆସିଛି। ତ ମାନେ ଯିଏ ଯାହା ବି କହିଲେ ମତେ ଶୁଣିବାକୁ ପଡିବ। କଣ କରିବା, ଆମେ ହେଲୁ ଗୋଟେ ପୁଅ ପିଲା ନା, ଆମ ପୁଅ ପିଲାମାନଙ୍କ ଜୀବନ ଭାଇ ଏମିତିକା। ତ ଦେଖ ସାଙ୍ଗମାନେ, ତମେ ଯେତେବେଳେ ମାନେ କମ୍ପାନୀକୁ ଆସିବ ମାନେ କାମ କରିବା ପାଇଁ ନା, ତୁମେ ଘରୁ ମାନେ ଭାବିଥିବ ଯେ ମୁଁ ଆଜି ବାହାରକୁ ଯିବି, ମାନେ ଗୋଟେ ଡେଟ୍ ତୁମେ ଡିସାଇଡ କରିଥିବ ମୁଁ ଏଇ ଡେଟରେ ମାନେ ମୁଁ
ବାହାରକୁ ଯିବି କାମ କରିବା ପାଇଁ ମାନେ କଥା ତ ହେଇଥିବ ନା ଯେ ଆଗରୁ ମୁଁ ଏଇ କାମ କରିବି ତାର ସାଲାରୀ ଏତେ ମାନେ ସବୁ ବିଷୟ ଡିଟେଲ୍ସ ରେ କଥା ହେଇଥିବ ପୁରା ମାନେ ଖୁସିରେ ଥିବ ଯେ ଭାଇ ମୁଁ କିଛି ଦିନ ପରେ ବାହାରକୁ ଯାଉଛି ପଇସା ଇନକମ କରିବି ମୁଁ ଖୁସିରେ ରହିବି ମୋ ଫ୍ୟାମିଲି ଖୁସିରେ ରହିବ ମୁଁ ଭଲ ଭଲ ଡ୍ରେସ ପିନ୍ଧିବି ଭଲ ମୋବାଇଲ ଟେ ଧରିବି ମାନେ ସମସ୍ତଙ୍କର ଭାଇ କିଛି କିଛି ସ୍ୱପ୍ନ ଥାଏ ମୁଁ ଭଲ ସ୍ମାର୍ଟ ୱାଚ ଟେ ଆଣିବି ତ ଭାଇ ସ୍ୱପ୍ନ ଦେଖିବା ଠିକ କିନ୍ତୁ ସ୍ୱପ୍ନକୁ ପୂରଣ କରିବାକୁ ହେଲେ ରାତି ଦିନ ପରିଶ୍ରମ କରିବାକୁ ପଡିବ। ଦେଖ ଭାଇ ମୁଁ ଯଦି କହିବି ମୁଁ ସ୍ୱପ୍ନରେ ଖାଲି ଭାବିବି ମୋର ଗୋଟେ ଫର୍ଚୁନର କାର ଥାନ୍ତା ମୋର ଆଇଫୋନ 17 ପ୍ରୋ ମ୍ୟାକ୍ସ ଥାନ୍ତା ଭାଇ ଭାବିଲେ କୌଣସି ଜିନିଷ ନିଜର ହେଇନଥାଏ। ଦେଖ ଯଦି ତମକୁ ଫର୍ଚୁନର ଦରକାର ତମକୁ ମେହନତ କରିବାକୁ ପଡିବ କାମ କରିବାକୁ ପଡିବ ସେଇ ହିସାବରେ ତମେ ପାଇବ। ଆଉ ଯଦି ତମେ କହିବ ମୁଁ କାମ କରିବି ଭାଇ କାମ କଣ ସବୁ ପ୍ରକାର କାମ ଅଛି ତମେ କୋଉ କାମ କରିପାରିବ। ଦେଖ এইটা নয় কি ভাই ମୁଁ ମାନେ ବାହାରକୁ ଯିବି ମାନେ ଲେବର ଭିତ୍ତି କାମ କରିବି ତାହେଲେ ମୁଁ ଫର୍ଚୁନର ଆଣିବି ଆଣିପାରିବ କିନ୍ତୁ ତମକୁ ଟାଇମ ଲାଗିବ କେତେ ଦିନ ଭାଇ ମୁଁ ଦେଖୁଛି ବାହାରେ ଷ୍ଟାର୍ଟିଂ ସାଲାରୀ ମିନିମମ୍ 15,000 ବି କାମ କରୁଛନ୍ତି ମାନେ ସବୁ ଡିପାର୍ଟମେଣ୍ଟ ଅନୁସାରେ ଅଛି ତୁମେ କନଷ୍ଟ୍ରକ୍ସନ ଲାଇନ କୁ ଯିବ କି ମାନେ ଆଉ ମାନେ ବହୁତ ଅଲଗା ଅଲଗା ଲାଇନ ଅଛି ତୁମେ କମ୍ପାନୀ ଲାଇନ କୁ ଯିବ ସେଇ ହିସାବରେ ତାଙ୍କର ସାଲାରୀ ଅଛି। ମୋ ହିସାବରେ ମୁଁ ଯୋଉ ଇଏ କରୁଛି ମାନେ ବେଶୀ ସାଲାରୀ ଲାଗୁଛି ମତେ କନଷ୍ଟ୍ରକ୍ସନ ଲାଇନରେ ଅଛି କାହିଁକି ନା ସେ କାମ ବି ଟିକେ ରିକ୍ସ ତ ସେଥିପାଇଁ ସାଙ୍ଗମାନେ ଦେଖ କାମ କଲେ ଭାଇ ସବୁ କିଛି ହବନି। ତୁମକୁ ଦେଖ ତୁମେ କୋଉ କମ୍ପାନୀକୁ ଯିବ କାମ କରିବା ପାଇଁ ଷ୍ଟାର୍ଟିଂ ମାନେ କଣ ତୁମେ କିଛି କାମ ଜାଣିନଥିବ ସେ ତମକୁ ଯାଇକି ମାନେ ଇଞ୍ଜିନିୟର ପୋଷ୍ଟରେ ରଖିବନି ତାର ମାନେ କିଛି କ୍ୱାଲିଫିକେସନ ଅଛି ତାର କିଛି ଇଏ ଅଛି ସିଷ୍ଟମ ଅନୁସାରେ ସବୁ କିଛି ହୁଏ। ତ ସେଥିପାଇଁ ସାଙ୍ଗମାନେ ଜୀବନରେ ଏଜୁକେସନ ବି ବହୁତ ଇମ୍ପୋର୍ଟାଣ୍ଟ ଅଛି ପାଠ ପଢିବା ନିହାତି ଦରକାର। ତୁମେ ଯଦି ପାଠ ପଢିବନି ଖାଲି କାମ କରିବ ତାହେଲେ ବି କିଛି ହବନି। ଯଦି ତୁମେ ପାଠ ପଢିବନି ମୁଁ କହିବି ଖାଲି କାମ କରିବି ଦିନ ରାତି କାମ କରିବ ମୁଁ ଫର୍ଚୁନର ଆଣିବି ସେଇଟା ହେଇପାରିବନି। ତୁମକୁ ଦେଖ କାମ କରିବା ପାଇଁ କାମ କରିବା ସହିତ ମାନେ ଏକ୍ସଟ୍ରା କିଛି ନଲେଜ ରଖିବାକୁ ପଡିବ। ତ ସେଥିପାଇଁ ସାଙ୍ଗମାନେ ମୋ ହିସାବରେ ମୁଁ ଯେତିକିଟା ମାନେ ବାହାରକୁ ଆସି ରିଏଲାଇଜ କରିସାରିଲି କି ଜୀବନରେ ପାଠ ପଢିବା ନିହାତି ଦରକାର। ଯଦି ହୁଏ ତ ମୁଁ ଜୀବନରେ ପାଠ ପଢିଥାନ୍ତି କି ମୁଁ ବି ମାନେ ପାଠ ପଢିଛି ଏଇଟା କହୁନି କି ମୁଁ 10th ପରେ ଛାଡି ଦେଇଛି କି ମୁଁ 8th ଯାଏଁ କରିଛି ମୁଁ ବି ହାୟର ଏଜୁକେସନ କରିଛି ବଟ୍ ଯେତିକି ଯଦି ଆଉ ଟିକେ କିଛି ପଢିଥାନ୍ତି ମାନେ ସେଇ ପଢା ଟାଇମରେ ମୁଁ ମାନେ ଟିକେ ମୋ କ୍ୟାରିୟରକୁ ଫୋକସ କରିଥାନ୍ତି ତାହେଲେ ହୁଏତ ମୁଁ ଆଜି ଏଇ ସିଚୁଏସନରେ ନଥାନ୍ତି କି ମୁଁ ମୋ ଲାଇଫ ବିଷୟରେ ମୁଁ ଆପଣଙ୍କୁ କେବେ ବି ସେୟାର କରିନଥାନ୍ତି। କାହିଁକି ନା ମୁଁ ଯଦି ପାଠ ପଢିକି ଗୋଟେ ଭଲ ଜବ କରିଥାନ୍ତି ତାହେଲେ ହୁଏତ ମୁଁ ଆପଣ ମାନଙ୍କୁ ମୋ ଲାଇଫ ବିଷୟରେ ମୁଁ କହିନଥାନ୍ତି। ତ ମୁଁ ସେଇ ଟାଇମରେ ପାଠ ପଢିବା ଟାଇମରେ ମୁଁ କଣ କଲି ଖେଳ ମସ୍ତି ସାଙ୍ଗସାଥି ମଜା ଏସବୁ କଲି। ତ ସେଇ ଟାଇମରେ ଯଦି ମୁଁ ଖେଳ ଦେଖ ଖେଳିବାଟା ଭୁଲ ନୁହେଁ ଖେଳ ବଟ୍ ପାଠ ପଢିବା ଟାଇମ ମୁଁ ଖେଳିଲି ବୁଲିବା ଟାଇମରେ ମୁଁ ଖେଳିଲି ଏନି ଟାଇମ ଖେଳ ବୁଲା ସାଙ୍ଗସାଥି ସହିତ ମଜା ମସ୍ତି କଲି ତେବେ ମୁଁ ପସ୍ତେଇବି ନା ମୋ ଭୁଲଟା ତ ମୁଁ ଆଉ କାହାକୁ ଦେଇପାରିବିନି ତ ମୋ ଭୁଲଟା ମତେ ହିଁ ମାନେ ଭୋଗିବାକୁ ପଡିବ। ତ ସେଥିପାଇଁ ସାଙ୍ଗମାନେ ମୋ ହିସାବରେ କହୁଛି ତୁମେ ଲାଇଫରେ ପାଠ ପଢ ପାଠ ନ ପଢିଲେ କିଛି ହବନି। ମନେ ରଖିଥା ଭାଇ ଯେହେତୁ ମାନେ ମୁଁ ବାହାରକୁ ଆସିଲି ମାନେ ମୁଁ ଦେଖୁଛି ପାଠ ନାହିଁ ମାନେ କିଛି ନାହିଁ। ତମେ ଯଦି ପାଠ ସାଠ ପଢି ନଥିବ ତାହେଲେ କୌଣସି ଜାଗାକୁ ଯିବ ସେ ଫାଷ୍ଟ ପଚାରିବ ତମର କ୍ୱାଲିଫିକେସନ କଣ ତମର ଏକ୍ସପିରିଏନ୍ସ ଅଛି ତମେ କେତେ ବର୍ଷ ହେଲା କାମ କରିଛ ନାଇଁ କଣ ହେଇଥିବ ତମର ଏକ୍ସପିରିଏନ୍ସ ନାହିଁ ତମର କ୍ୱାଲିଫିକେସନ ନାହିଁ କଣ ତମକୁ କୋଉ କମ୍ପାନୀ କି ଅନର ତମକୁ ଫ୍ରିରେ ପଇସା ଦେବ ବସିବା ପାଇଁ ନାଇଁ ନା। ତ ସେଥିପାଇଁ ସାଙ୍ଗମାନେ ଜୀବନରେ ପାଠ ପଢିବା ବହୁତ ଇମ୍ପୋର୍ଟାଣ୍ଟ। ତ ସେଥିପାଇଁ ସାଙ୍ଗମାନେ ଯେତେବେଳେ ତମର ବାପା ମା ଅଛନ୍ତି ପାଠ ପଢିବା ପାଇଁ ତମକୁ ଚାହୁଁଛନ୍ତି ଭାଇ ପାଠ ପଢ ତ ସେମାନେ ଚାହୁଁଛନ୍ତି ଯେ ଗୋଟେ ବାପା କେବେ ବି ଚାହେଁନି ତା ପୁଅ ମାନେ ଭୁଲ ରାସ୍ତାକୁ ଯାଉ ବୋଲି କି ତା ଝିଅ ଗୋଟେ ଭୁଲ ରାସ୍ତାକୁ ଯାଉ ବୋଲି। ଗୋଟେ ବାପା ମା ସବୁବେଳେ ଚାହାନ୍ତି ହୁଏତ ତମ ବାପା ମାନେ କଣ କହିବି ସେଟା କମ ପଢି ପାରୁଥାନ୍ତି କିନ୍ତୁ ସେମାନେ ଚାହିଁବେ ଯେ ମୋ ପୁଅ ସବୁଠୁ ମାନେ ହାୟର ଏଜୁକେସନ କରୁ। ତ ସେଥିପାଇଁ ସାଙ୍ଗମାନେ ଯେତେବେଳେ ବାପା କହୁଛନ୍ତି ତାଙ୍କ କଥାକୁ ଶୁଣ ବାପା ମାଙ୍କ କଥାକୁ ଶୁଣ ତାଙ୍କ କଥାକୁ ଶୁଣିକି ତମେ ପାଠ ସାଠ ପଢ ସେମାନେ କେବେ ବି ତମକୁ ଭୁଲ ରାସ୍ତାକୁ ଠେଲି ଦେବେ ନାହିଁ। ତ ସେଥିପାଇଁ ସାଙ୍ଗମାନେ ଜୀବନରେ ପାଠ ପଢିବା ନିହାତି ଆବଶ୍ୟକତା। ଯଦି ପାଠ ପଢିବନି ମଜାମସ୍ତି କରିବ ମୋ ଭଳି ଏମିତି ଆସିବ ଓ ପ୍ରାଇଭେଟ କମ୍ପାନୀରେ କାମ କରିବ ବହୁତ ଲୋକଙ୍କଠୁ ବହୁତ କଥା ଶୁଣିବ ଆଉ କଣ ମାସକୁ କେତେ 15-20 ହଜାର ସାଲାରୀ ପାଇବ ତାଠୁ ଆଉ ବେଶୀ ପାଇବନି। ଆଶା କରିବନି ଯେ 15-20 ହଜାର ଟଙ୍କା ତମେ ସାଲାରୀ ଇନକମ କଲା ପରେ ତମେ ଜୀବନରେ ଫର୍ଚୁନର ନବ ସେଇଟା ହିଁ ପାରିବନି ଭାଇ। ବାହାରେ ରହିବ ରୁମ ନେଇକି ରହିବ
कंपनी वाला रूम दबनी पॉइंट 1 तुम बाहर रहिबो कोन भूकरे रहिबो खाली काम करबो खाइबो तुम पैसा कोन पे इनकम करछ ए पेटो पई जदी तुम पेटो पुरीबनी ताल तुम काम केमिति करिवो जदी 2 दिन खाइबनी ताल नेक्स्ट दिन तुम ड्यूटी जाई परिबो नै ना तो सेटा भाई रूम भड़ा दबो मैक्सिमम बाहर मु जो जगह रे देखुची बहुत संग अछंती मोर कांटेक्ट कहउछंती भाई रूम बहुत माने महंगा माने बहुत कीमती माने बहुत रेट भाई रूम हिंदी इंग्लिश के माने मु मिक्स कर दोची कांकी ने एते दिन वाला मु बाहर रहली भाई म उडिया कथा माने गोटे गोटे हिंदी वर्ड मिक्स हो जाउची आ गोटे गोटे हिंदी वर्ड रे भाई मोर ओडिया कथा मिक्स हो जाउची तो सेटा भूल माने भूल मागुची जदी वीडियो रे किछि भूल कहिची ताले दया करी आपण माने मते क्षमा कर देबे काहे कि ना मु चाहूची केवल आपण मानकर भल पाइबा ही मते दरकार तो सेते संग माने मो कथा टिके ध्यान दे सुनो मु जा कहूची मु जो कथा कहूची ना भाई सब रियलिटी कथा कहूची जोटा मो लाइफ सहित घटिची मु सही कथा ही कहूची मु तम सहित टाइम पास करू नहीं जदी मो वीडियो आपण मानकु भलो लागुची ताले लाइक कमेंट शेयर करंतु भलो काहे कि लागबे भाई मु तो सब रियलिटी कथा कहूची तो आपण मानको खाली सुनिबा को अछि जदी तमे माने भी चाहूछ मो परि माने को बाहर जाई काम न कर गोटे भलो जॉब पाइबो पाइबा पई चाहूछ ताले मन दे पाठ पढो बापा मां को कथा सुनो काहे कि सांग माने बापा मां ठू बड़ ना ए दुनिया रे केही भी नुहे तो सेति पे सांग माने जीवन रे तुम जत्ते भी प्रॉब्लम रे पड़ी थाओ ना जदी तुम माने को सांग को कॉल करबो से हुए तो साहाय्य करि न पारे किंतु गोटे टाइम निजो फोन बाहर करी निज बापा नंबर डायल करबो तापरे जानबो जीवन रे बापा ही प्रथम तुमको साहाय्य करियो तो सेति पे सांग माने मु सबले कहिछि बापा मां को कथा सुनो आउ जीवन रे पाठ साठ पढ़ लाइफ रे माने एते सक्सेसफुल हो निजे खुशी रे रुआ निज फैमिली को खुशी रे रहो गोटे मिडिल क्लास पुअर सबुठ बड़ खुशी लाइटा गोटे मिडिल क्लास पुअर सबुठ बड़ खुशी लाइटा जे हम फैमिली सबले खुशी रे रहो तो ठीक अछि सांग माने जदी मो वीडियो आपन मान को भलो लागुछि ताहाले मो आईडी टी सब्सक्राइब करंतु मो YouTube चैनल टी सब्सक्राइब करंतु और मो Instagram चैनल टी फॉलो करंतु हाई सांग माने मु सब रियलिटी कथा कहउछि तो ठीक अछि सांग माने जो जो माने मो चैनल टी सब्सक्राइब करिना चैनल टी सब्सक्राइब करंतु एवं माने प्रत्येक वीडियो को आपन माने फुल देखंतु भाई स्किप कर देले कोनस लाभ नै मु जहा कहउछि सब माने रियलिटी कथा कहउछि तो सेति पे सांग माने मो वीडियो टी फुल देखंतु लाइक कमेंट लाइक करंतु शेयर करंतु जदी मो वीडियो रे किछि भूल होला किछि मिस्टेक होला तो आपन माने सेटा कमेंट माध्यम रे मते जणै पारिबे तो आपन माने जणैले मु सेटा माने नेक्स्ट वीडियो रे मु सेटा माने ठीक करे पे मु ट्राई करबी ना मु ऑलमोस्ट माने ट्राई करिबी मतलब नेक्स्ट वीडियो मु से वीडियो रे बनेबी से वीडियो रे मु कहबी जे मोर एइले कोन भूल होला कोन नै तो आपन माने सेटा मते जणैबे तेबे सिना मु करिबी तो ठीक अछि सांग माने मु आपन माने को कहितली जे 5 मिनिट 6 मिनिट भीतर मु वीडियो टी बनेबी किंतु मते लागेला एटा बेसी हे गला तो सांग माने जते बड माने की कहि मनरो कहली दिलु बाहिला माने मो ए दिलरु जा बाहिला मु सेटा आपन माने को कहली जोडा मो लाइफ रो विषय मु आपन माने को शेयर करली तो ठीक अछि सांग माने जो जो दिन माने टाइम मिलमो सेही दिन मु माने जीवन रो किछि अकुहा कहानी मु आपन माने को जणैबी गोटे गोटे एपिसोड माध्यम रे तो आशा करूची आपन माने को ए वीडियो टी भलो लागिबो आउ आशा करूची मु ए कंटेंट को आगो को मध्ये नै कि जीबी आउ कंटिन्यू ए कंटेंट नि ट्राई करबी आउ कंटिन्यू वीडियो अपलोड मध्ये करबी मते टाइम भी ठीक दरकार तो जदी आपन माने मते सेमती सपोर्ट करबे ताले मु ए कंटेंट को आगो को बढ़ेबी तो कंटिन्यू माने मु करबी आउ देखा जाऊ आपन माने मते केते भलो पाइबा दउछंती तो ठीक अछि सांग माने मो चैनल टी सब्सक्राइब करंतु एवं प्रत्येक वीडियो लाइक कमेंट शेयर करंतु तो ठीक अछि सांग माने आज पे हेति की आशा करूची ए वीडियो रे 1k व्यूज चली जाऊ तो आपन माने मते सपोर्ट करिले ए वीडियो रे 1k व्यूज कोन 2k व्यूज कोन 50k व्यूज भी चली जाऊ मते खाली आपन मानकर टिके भलो पाइबा दरकार ठीक अछि सांग माने जय श्री जगन्नाथ लाइक कमेंट शेयर निश्चय करिवे सांग माने।